ଆଇନ ତା ବାଟରେ ଯାଉ। ପ୍ରକୃତରେ ଯଦି ସେ ଦୋଷୀ ନୁହନ୍ତି ସେ ମୁକ୍ତ ହେବେ। ଯେଉଁ ଲୋକକୁ ଆମେ ଦେଖିନୁ କେବେ ଜୀବନରେ ସେଇ ଲୋକର ହତ୍ୟାରେ ଆମ ନା କେନ୍ଦ୍ର ସଂଶ୍ଳିଷ୍ଟ କରିଥିଲେ, এইটা তো সম্পৃক্ত বিলকুল বাজে কথা। ଆମେ ତ ଯେତେବେଳେ ଗିରଫ ହେଲୁ ଆମେ ତ କହିଲୁନି ରାଜନୀତି ଆମରଟା ତ ରାଜନୈତିକ ଉଦ୍ଦେଶ୍ୟରେ ଆମକୁ ଗିରଫ କରିଛନ୍ତି। ନୂଆପଡାରେ ସେମାନେ କଣ ଫାଇଟରେ ଅଛନ୍ତି ନା କଣରେ ଅଛନ୍ତି ନା କଣରେ ଅଛନ୍ତି, ସେମାନେ ତ ସାଇଡ ଲାଇନରେ ଅଛନ୍ତି। ୟାର ବ୍ୟକ୍ତିତ୍ୱ ସମ୍ବଲପୁର ଜିଲ୍ଲାରେ ନାହିଁ। ୟାକୁ ନେଇକରି ଆପଣ କଳାହାଣ୍ଡିକୁ ନୂଆପଡା ଜିଲ୍ଲାରେ ଛିଡା କରିଦେଲେ। ଗୋଟିଏ କଥା, ପ୍ରଥମ କଥା ହେଲା ନବୀନ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଗୋଟିଏ କଥା କହୁଥିଲେ ଆଇନ ତା ବାଟରେ ଯିବ। ଆଉ ଏବେ ଆଇନକୁ କାହିଁକି ତାଙ୍କ ବାଟରେ ଯାଇ ଦେଉନା? ଆଇନ ତା ବାଟରେ ଯାଉ। ପ୍ରକୃତରେ ଯଦି ସେ ଦୋଷୀ ନୁହନ୍ତି ସେ ମୁକ୍ତ ହେବେ। ଏବଂ ଏଇ କଥାରେ ବ୍ରହ୍ମପୁରର ସାଧାରଣ ଲୋକ ବି ଜାଣିଛନ୍ତି କିଏ ତ এইটা କହିବା ଯେ ରାଜନୈତିକ ଉଦ୍ଦେଶ୍ୟରେ କି ରାଜନୈତିକ ଉଦ୍ଦେଶ୍ୟ, ଜଣେ ବିଜେପିର ନେତୃସ୍ଥାନୀୟ ଲୋକକୁ ହତ୍ୟା କରାଯାଏ ଏବଂ ପୋଲିସ ଯେ ହତ୍ୟାକାରୀ ତାକୁ ଧରିଛି କିମ୍ବା ତାର ନାଁରେ ତଦନ୍ତ କରୁଛି, ଏଥିରେ ବିଚଳିତ ହବାର କଣ ଆବଶ୍ୟକ? ଆମ ନାଁରେ ହତ୍ୟା କେସ୍ ଦେଇଥିଲେ। ଯେଉଁ ଲୋକକୁ ଆମେ ଦେଖିନୁ କେବେ ଜୀବନରେ ସେଇ ଲୋକର ହତ୍ୟାରେ ଆମ ନା କେନ୍ଦ୍ର ସଂଶ୍ଳିଷ୍ଟ କରିଥିଲେ, এইটা ତ ସମ୍ପୃକ୍ତ। ଆଉ ଯଦି ସମ୍ପୃକ୍ତ ରୁହେ ଏଇ ସରକାରରେ କମ ସେ କମ ଗୋଟେ ରିଭେଞ୍ଜଫୁଲ ଆଟିଚ୍ୟୁଡରେ କାହାକୁ ଗିରଫ କରାଯିବ ନାହିଁ। ଏଇ ସରକାରରେ ଅତ୍ୟନ୍ତ ପକ୍ଷରେ ଆମେ ଯେଉଁମାନେ ଦୀର୍ଘ ଦିନ ଧରିକରି ବିଜେଡି ସରକାରରେ ଟର୍ଚର ହେଇଛୁ, ଆମେ ମାନେ ଚାହୁଁନୁ ଟର୍ଚରର ମାନେ କେମିତି ଲାଗେ ଆମେ ଜାଣିଛୁ। ସେଥିପାଇଁ ଆମର ଉଦ୍ଦେଶ୍ୟ ନୁହେଁ କୌଣସି ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀକୁ ଆମେ ଟର୍ଚର କରିବୁ। ବିଲକୁଲ ବାଜେ କଥା। ଆଉ ତଦନ୍ତ ପାଇଁ ସହଯୋଗ କରନ୍ତୁ, ତଦନ୍ତରେ ସହଯୋଗ କରନ୍ତୁ। ପ୍ରକୃତରେ ଯଦି ସେମାନେ ଏଇ ଘଟଣାରେ ସମ୍ପୃକ୍ତ ନଥିବେ ତାହେଲେ ତାଙ୍କର ଯୋଉ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କଥା କୁହାଯାଉଛି ତାକୁ କିଭଳି ଦେଖୁଛନ୍ତି? ଆଜ୍ଞା ଯିଏ ଆମେ ତ ଯେତେବେଳେ ଗିରଫ ହେଲୁ ଆମେ ତ କହିଲୁନି ରାଜନୀତି ଆମରଟା ତ ରାଜନୈତିକ ଉଦ୍ଦେଶ୍ୟରେ ଆମକୁ ଗିରଫ କରିଛନ୍ତି। ଆମେ ଯେଉଁ ଲୋକ ଦେଖିନୁ ଯେଉଁ ଲୋକକୁ ତା ନାଁରେ ଆମକୁ ହତ୍ୟା ମକଦ୍ଦମା ଆମର ନାଁରେ ଦିଆଗଲା। ତ ଏଇ ଜାଗାରେ ଆପଣ ମାନେ ଦେଖିବେ ନା, ତ ଆପଣ ମାନେ ବ୍ରହ୍ମପୁରରୁ ଯେଉଁ ନ୍ୟୁଜ ନଉଛନ୍ତି ଲୋକଙ୍କର ସନ୍ଦେହ କାହା ପାଖରେ ଆପଣ ପଚାରନ୍ତୁ। ବ୍ରହ୍ମପୁର ସାଧାରଣ ଜନତା ଯେଉଁମାନେ ଅଛନ୍ତି ଆଉ ସିଏ କଣ ଗୋଟେ ବିରକ୍ତିବ ଯେ ଆମେ ନୂଆପଡାରେ ତାଙ୍କୁ ଡରିକିରି ତାଙ୍କୁ ଗିରଫ କରୁ। ନୂଆପଡାରେ ପରା ସେମାନେ ଅସ୍ତ୍ର ଛାଡି ଦେଇଛନ୍ତି, ଅସ୍ତ୍ର ତ୍ୟାଗ କରି ସାରିଛନ୍ତି। ଯେଉଁମାନେ ଅସ୍ତ୍ର ତ୍ୟାଗ କରିଛନ୍ତି ତାଙ୍କୁ ଆମେ ହଇରାଣ କରିବା ଲାଗି ଚେଷ୍ଟା କରୁ। ଏ କି ବିଚିତ୍ର କଥା! ନୂଆପଡାରେ ସେମାନେ କଣ ଫାଇଟରେ ଅଛନ୍ତି ନା କଣରେ ଅଛନ୍ତି ନା କଣରେ ଅଛନ୍ତି, ସେମାନେ ତ ସାଇଡ ଲାଇନରେ ଅଛନ୍ତି। ଆଜ୍ଞା ଯେଉଁ ଦିନଠୁ ସେମାନେ ତାଙ୍କର ପ୍ରାର୍ଥିତ୍ୱ ଘୋଷଣା କଲେ ସେ ପ୍ରାର୍ଥିତ୍ୱରୁ ସେମାନେ ନିର୍ବାଚନର ପ୍ରତିଦ୍ୱନ୍ଦିତାରୁ ଓହରିଗଲେ। ଦେଖନ୍ତୁ ଭଲ କ୍ୟାଣ୍ଡିଡେଟ ଖରାପ କ୍ୟାଣ୍ଡିଡେଟ କହୁନାହାନ୍ତି। କଥା ହଉଛି ଆପଣ ଯଦି ଗୋଟେ ରାଜ୍ୟସ୍ତରୀୟ ନେତା ଗୋଟେ ଓଡ଼ିଶାର କୌଣସି ଜାଗାରେ ଏବେ ବିଜୁ ପଟ୍ଟନାୟକ ବ୍ୟକ୍ତିତ୍ୱକୁ ଓଡ଼ିଶାର କୌଣସି ଜାଗାରେ ଆପଣ ଛିଡ଼ା କରିବେ, ୱେଲକମ୍, ସେଟା ସେଇ ବ୍ୟକ୍ତିତ୍ୱ ଥିବା କଥା। ୟାର ବ୍ୟକ୍ତିତ୍ୱ ସମ୍ବଲପୁର ଜିଲ୍ଲାରେ ନାହିଁ। ୟାକୁ ନେଇକରି ଆପଣ କଳାହାଣ୍ଡିକୁ ନୂଆପଡା ଜିଲ୍ଲାରେ ଛିଡା କରିଦେଲେ। ଆଉ ଅତାବିରାରେ ଲୋକ ତାଙ୍କର ଚରିତ୍ର ଜାଣିଛନ୍ତି ନା। ଅତାବିରାରେ ସେ କଣ କରୁଥିଲେ, ମନ୍ତ୍ରୀ ହିସାବରେ କଣ କରୁଥିଲେ ଆପଣ ମାନେ ଜାଣିଛନ୍ତି। ଅତାବିରାର ବିଧାୟକ ହିସାବରେ ସେ କଣ କରୁଥିଲେ ସମସ୍ତେ ଜାଣିଛନ୍ତି। ମୁଁ ତାଙ୍କ ବିଷୟରେ କହିବା ପାଇଁ ଚାହୁଁନାହିଁ। କେବଳ ପୂର୍ବତନ ବିଧାୟକ ନୁହନ୍ତି, ବିଜେପିର ପୂର୍ବତନ ମେୟର କିଏ କେବଳ ପୂର୍ବତନ ବିଧାୟକ ନୁହନ୍ତି, ବିଜେପିର ପୂର୍ବତନ ମେୟର କର୍ପୋରେଟର ସେମାନେ ମଧ୍ୟ ସବୁ ଅପରାଧୀକୁ ସୁରକ୍ଷା ଦେବା, ଅପରାଧକୁ ପ୍ରଚାର କରିବାକୁ। ଦେଖନ୍ତୁ ଯୋଉମାନେ ସମ୍ପୃକ୍ତ ଘଟଣାରେ ସେମାନେ ଯେଡ଼େ ବଡ଼ ଲୋକ ହୁଅନ୍ତୁ ତାଙ୍କୁ ଗିରଫ କରାଯିବ, ଏଇଟା ନିଶ୍ଚିତ।
ଏଇଟା ଏକ ରାଜନୈତିକ ଏବଂ ବ୍ୟବସାୟିକ ହତ୍ୟା। ଆଉ ଏଇ ହତ୍ୟାରେ ଯୋଉମାନେ ସମ୍ପୃକ୍ତ ଅଛନ୍ତି ସେମାନେ ଯେଡ଼େ ବଡ଼ ଲୋକ ହୁଅନ୍ତି ନା। ବିଜେଡି ଆମ ବିଜେଡି ର ହେଲେ ଯେ କଣ ହେଲା, ବିଜେଡି ର ହେଇଗଲେ ଯେ ତାଙ୍କୁ ଛଡାଯିବ ଏବଂ କଂଗ୍ରେସ ର ହେଲେ ତାଙ୍କୁ ଛଡାଯିବ ଇତ୍ୟାଦି। ଯୋଉମାନେ ସମ୍ପୃକ୍ତ ସେ ବିଜେପି ହୁଅନ୍ତୁ, ବିଜେଡି ହୁଅନ୍ତୁ, କଂଗ୍ରେସ ହୁଅନ୍ତୁ, ଏଇଟା ବିଚିତ୍ରତା। ଏଇଟା ଗୋଟେ ବଡ ବିଚିତ୍ର କଥା ଯେ ଯୋଉ ଲୋକ କହୁଥିଲା ଆଇନକୁ ତା ବାଟରେ ଯିବାକୁ ଦିଅ, ସେହି ଲୋକ ଆଜି ତାଙ୍କର ସୁରକ୍ଷା ପାଇଁ ବାହାରୁଛି। ସେଟା ବଡ ବିଚିତ୍ର କଥା। ମୁଖ୍ୟମନ୍ତ୍ରୀ ଗୋଟେ ବଡ ନିଷ୍ପତ୍ତି ନେଇଛନ୍ତି, ସିବିଆଇ ତଦନ୍ତ ଏସ୍ଆଇ ଯୋଉ ଦୁର୍ନୀତି ହେଇଥିଲା ନିଯୁକ୍ତି କ୍ଷେତ୍ରରେ ନିଯୁକ୍ତି କ୍ଷେତ୍ରରେ ଯୋଉ ଦୁର୍ନୀତି ହେଇଥିଲା ସେଟା ପ୍ରକୃତରେ ସିବିଆଇ କୁ ଯୋଉ ଦିଆଯାଇଛି ସେଟା ସ୍ୱାଗତ। ଯୋଉମାନଙ୍କର ହାତ ଅଛି ବାହାରିବ। ଯୋଉମାନଙ୍କର ବହୁତ ଚାପ ଥିଲା ଆମ ଉପରେ କାହିଁକି ଏଇଟା କରୁନାହ ବୋଲି, ମୁଖ୍ୟମନ୍ତ୍ରୀ ଯୋଉ ତଦନ୍ତ ଭାର ସିବିଆଇ କୁ ଦେଇଛନ୍ତି ଏଇଟା ଯୁକ୍ତି। ଆହୁରି ତ ମୁଁ ତ ଆଉ ଦାବି କରୁଥିଲି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ଟା ବି ସିବିଆଇ କୁ ଦବା କଥା, ନବ ଦାସର ମୃତ୍ୟୁ କଥା ବି ଦବା କଥା, ଆଉ ଆମର ମମିତା ମେହେରଟା ବି ସିବିଆଇ। ଏ ତିନିଟା କେସ୍ ମୁଁ ତ ଆଗରୁ ମୋର ଷ୍ଟେଟ୍ କ୍ଲିୟର ଥିଲା ଏବଂ ଏବେ ବି ମୁଁ କହୁଛି ଏଇ ତିନିଟା କେସ୍ ବି ସିବିଆଇ କରିଥିଲା। ଅବଶ୍ୟ ବହୁତ ଗୁଡିଏ ସାକ୍ଷୀ ଫାକ୍ଷୀ ସବୁ ଏପଟ ସେପଟ କରିସାରିଥିଲେଣି, କିନ୍ତୁ ଏଇ ଘଟଣାଟା ଓଡିଶାବାସୀଙ୍କ ମନରେ ସନ୍ଦେହ ରହିଛି। ଏଇ ତିନିଟା ସନ୍ଦେହକୁ ଦୂର କରିବା ପାଇଁ ତଦନ୍ତ ସିବିଆଇକୁ ଦେବା ମୁଁ ଭାବୁଛି।